ସର୍ବଦା ତୁମର ଆଚରଣକୁ ସମସ୍ତଙ୍କ ପ୍ରତି ଭଲ ରଖ। ହଁ, ଆଉ ଗୋଟିଏ କଥା ମନେ ରଖ, ତୁମର ଯେଉଁ ଏତେ ଭଲ ପାଇବା ବିଶ୍ୱାସ ମୋ ଉପରେ ଅଛି, ତେବେ ମୁଁ ତୁମର ଏହି ବିଶ୍ୱାସକୁ କେବେ ବି ଭାଙ୍ଗିବି ନାହିଁ। ତୁମର ଭଲ ପାଇବାକୁ କେବେ ବି ଠୁକରାଇବି ନାହିଁ। ଆରେ, ମୁଁ ତ ତୁମକୁ ମୋ ହୃଦୟରେ ରଖିଛି ମୋର ପ୍ରିୟ ସନ୍ତାନ ରୂପେ। ତେଣୁ ତୁମେ ଚିନ୍ତା କର ନାହିଁ। ମୁଁ ଜାଣେ ତୁମର କିଛି ସମ୍ପର୍କ ପଛରେ ରହିଯାଇଛି, ଯେଉଁମାନେ ତୁମ ପାଇଁ ଅତି ପ୍ରିୟ ଥିଲେ। କିନ୍ତୁ ଚିନ୍ତା କର ନାହିଁ କି ବ୍ୟସ୍ତ ହୁଅ ନାହିଁ। ସବୁକିଛି ମୋର ଲୀଳା ଅଟେ। ଜୀବନର ପ୍ରତ୍ୟେକ ଘଟଣା ପଛରେ ଏକ ଶିକ୍ଷା ଅଛି ଏବଂ ପ୍ରତ୍ୟେକ ସମ୍ପର୍କ ପଛରେ ଏକ ଋଣାନୁବନ୍ଧନ ଅଛି। ପିଲାମାନେ, ଜୀବନରେ ବେଳେ ବେଳେ ତୁମର ମନ ଯାହା କହୁଛି ତାହା କର। ମନର ଖୁସିଠାରୁ ଆଉ କିଛି ବଡ଼ ନାହିଁ। ପିଲାମାନେ, ସର୍ବଦା ଅନ୍ୟମାନଙ୍କ ଚିନ୍ତା କରି ନିଜ ମନର ଇଚ୍ଛାକୁ ଦବେଇ ଦେଉଛ। ତେଣୁ ନିଜ ପାଇଁ ବି ଜିଅ, ନିଜ ପାଇଁ ସମୟ ବାହାର କର। ନିଜର ପ୍ରିୟ ଲୋକଙ୍କ ସହିତ ବସି କଥା ହୁଅ। ତୁମର ଭଗବାନଙ୍କ ସମ୍ମୁଖରେ ବସି ପ୍ରାର୍ଥନା କର। ଭଗବାନଙ୍କ ସହିତ କଥା ହୁଅ। ଦେଖିବ ତୁମକୁ କେତେ ଶାନ୍ତି ମିଳିବ, ଆନନ୍ଦ ମିଳିବ, କେତେ ସୁଖ ମଧ୍ୟ ମିଳିବ। ଆରେ, ସବୁବେଳେ ଅନ୍ୟ ପାଇଁ ଚିନ୍ତା କରିବା ତ ମୁଁ କୁହେ, କିନ୍ତୁ ନିଜ କଥା ବି ଚିନ୍ତା କର। ନିଜକୁ ସିନା ଭଲରେ ରଖିଲେ ଅନ୍ୟମାନଙ୍କ ପାଇଁ ଭଲ କରିପାରିବ। ତେଣୁ ନିଜ ପାଇଁ ବି ସମୟ ବାହାର କର। ନିଜକୁ ମଧ୍ୟ ଦେଖ, ନିଜକୁ ଖୁସି ରଖ। ତୁମେ ଖୁସି ରହିଲେ ତୁମ ଆଖପାଖରେ ରହୁଥିବା ଲୋକମାନେ ବି ଖୁସିରେ ରହିବେ। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ତୁମେ ଆଗକୁ ବହୁତ ବଢ଼ି ଚାଲିବ। କେବେ ବି ପଛକୁ ଅନାଉ ନାହିଁ। ଓମ୍ ସାଇ ରାମ, ଜୟ ସାଇ ରାମ।